ପୁଅ ବୋଉ କହିଲେ ବାପା ଚାଲ ଆଜି ଯିବା ହୋଟେଲରେ ଖାଇବାକୁ। ମୋତେ ତ ହୋଟେଲରେ ଖାଇବା ବଡ଼ କଷ୍ଟ, ଯାହା ଯେମିତି ହଉ ଜେଜେମା ମୁଁ ପୁଅ ବୋହୂ ସମସ୍ତେ ମିଶିକିରି ମୋ ଚେଲା ଆମର ପିଣ୍ଟୁ ସମସ୍ତେ ମିଶିକିରି ଯେ ଗଲୁ ଖାଇବାକୁ ହୋଟେଲକୁ। ବଡ଼ ମୋତେ ହୋଟେଲରେ ଖାଇବା ବଡ଼ ଆଜ୍ଞା ନାଇଁ କ'ଣ କରି ପିଲାମାନେ ତ କହୁଛନ୍ତି। ଗଲୁ ଯାଇ ପହଞ୍ଚିଲୁ ଲିଫ୍ଟ ପାଖରେ, ଲିଫ୍ଟ ଆସିନି, ଲିଫ୍ଟ ତଳକୁ ଆସିବ ଗଲା ଅପେକ୍ଷା କରିଥାଉ, କିନ୍ତୁ ଆମ ହିରୋଇନ୍ ଶୋଇଛନ୍ତି। ଯାହା ଯେମିତି ହଉ ଯାଇକି ଦେଖିବା ପହଞ୍ଚିବା, ଲିଫ୍ଟ ଆସିଗଲା, ଆମେ ସେଇଠୁ ବାହାରି ଗଲୁ। ଜେଜେମା ଅଛନ୍ତି, ମୁଁ ଅଛି, ଏ ମୋ ଚେଲା ପିଣ୍ଟୁ ଅଛି। ତାପରେ ଯାଇକି ହୋଟେଲ ଭିତରେ ପହଞ୍ଚି ଗଲୁ। ଭିତରର ସଜାସଜି ମଧ୍ୟ ବହୁତ ସୁନ୍ଦର ହେଇଥିଲା ଆଉ ଭଲ ବି ଲାଗୁଥିଲା। ତାଙ୍କର ପରସିବା ଇଏ କରିବା ସବୁ ଦେଖୁଥିଲି ମୁଁ, ମୋତେ ବହୁତ ଭଲ ଲାଗିଲା। ତାପରେ ସେପଟେ ପୁଅ ବୋହୂ ବସିଲେ, ଏପଟେ ମୁଁ ଆଉ ଜେଜେମାଇକି ବସିଲୁ। ଆମ ଚେଲା ବି ମୋ ପାଖରେ ବସିଥାଏ, ପିଣ୍ଟୁ ଚେଲା ବସିକି, ତାର ଗୋଟେ ଅଦ୍ଭୁତ ପିଲାଟିଏ ସେ। ଆମ ନାନୀ ଶୋଇଛନ୍ତି, ହିରୋଇନ୍ ଶୋଇଛନ୍ତି ଟିକେ, ଯାହା ଯେମିତି ହଉ ସେ ଶୋଇଛନ୍ତି। ଜେଜେମା କ'ଣ ମୋତେ ଠାରିକି ଗୋଟେ କ'ଣ କହି ଚାଲିଛନ୍ତି କି କ'ଣ କରୁଛନ୍ତି କି ତାଙ୍କ ସବୁ କ'ଣ ଚାଟ୍ ଦେଖିଲେ କ'ଣ କ'ଣ ଅଛି, ମାନେ ଯେଉଁ ମେନୁ ଚାଟ୍ ଦେଖିଥାନ୍ତି ବସିକିରି। ମୁଁ ଏଇଲୋ ହିରୋଇନ୍ ଉଠିଗଲେ, ଗଲା କାଳେ କେଉଁଠିକି ନେଇକିରି ପଳେଇ ଆସିଛନ୍ତି ଏମାନେ। ଖାଲି ଅନଉଛି ଆଉ ନିଦଟା ଭାଙ୍ଗିଛି ହଠାତ୍ କିନା ତ, ତେଣୁ ଖାଲି ଅନେଇକି ଦେଖୁଛି ବସିକିରି। କ'ଣ କରିବ ବିଚାରି, କହିଲା ଏମାନେ ସବୁ କ'ଣ କରୁଛନ୍ତି କ'ଣ ନାହିଁ ଭାବୁଛି ବସିକିରି। ଆଉ ଡେଇଁ ପଡ଼ିବ, ଯେମିତି ଡେଇଁ ପଡ଼ିବ, ଜେଜୁ ପାଖକୁ ଡେଇଁ ପଡ଼ିବ। ଆରେ ଦେଖୁ ତାକୁ ଗୋଟେ ଧରେଇ ଦିଆଗଲା କାଗଜ, ନେ ଧ। ସେ କାଗଜକୁ ଧରିକି ତା ଦେହରେ ଖେଳ ଚଳେଇଲା। ତାପରେ ପ୍ଲେଟ୍ ଆସି ପହଞ୍ଚିଲା, ପ୍ଲେଟ୍ ଉପରେ ସୁସଜ୍ଜିତ ଭାବରେ ଆମର କଦଳୀ ପତ୍ର ସବୁ ଥୁଆ ହେଇଥିଲା। ଆମେ ସେଇଠୁ ଏତେ ଝିଅଟା କାନ୍ଦିଲା ପା, ହିରୋଇନ୍ ଆମର କାନ୍ଦିଲେ, ତାକୁ ଜେଜେମା ଧରିକିରି ଏପଟ ସେପଟେ ବୁଲିଲେ। କ'ଣ କରି ଝିଅଟା କାନ୍ଦୁଛି, ଦେଖୁଛି ଏମାନେ ସବୁ ଖାଉଛନ୍ତି, ମୋତେ କ'ଣ କିଛି କହୁନାହାନ୍ତି, ତେଣୁ ସେ ତା'ର କାନ୍ଦା ଆରମ୍ଭ କରିଦେଲା। ତାପରେ ସେଇଠୁ କ'ଣ ସେଇମାନେ ମଗେଇଲେ ଆମର ଯେଉଁ ଷ୍ଟାର୍ଟରରେ କ'ଣ ଟିକେ ଆଗ ମଗେଇଲେ ଖାଇବା ପାଇଁ। ମୁଁ କ'ଣ କରିବି, ମୁଁ ତ ବସିଛି, ଯାହା ମଗାଉଛନ୍ତି ମଗାନ୍ତୁ, ଖାଇଦେବା କଥା, ମୋର ସେଥିରେ କ'ଣ ଅସୁବିଧା ଅଛି, ଭାବିବାର କିଛି ନାହିଁ, ଖାଇଦେଲେ ଗଲା କାମ ସେ। ଘରେ ତ ଖାଇଥାନ୍ତି, ପଳେଇ ଯାଇଲି ହୋଟେଲକୁ ଖାଇବାକୁ। ଆଉ ଯାହା ଯେମିତି ଭଲ ଲାଗିଲା ବସିକି ହୋଟେଲରେ ଖାଇବାକୁ। ସେପଟେ ଆମ ଚେଲା ବାବୁ ବସିଥାନ୍ତି, ହେ ତାଙ୍କୁ ଦାନ୍ତକୁ ଦେଖାଉଛନ୍ତି, ଓ ହୋଲ କି ହସ, ଯାହା ଯେମିତି ମଗେଇଦେବା ଖାଇଦେବା, ତୁମେ ଯାହା ମଗାଉଛ ମଗା, ମୋର କିଛି ଆପତ୍ତି ନାହିଁ। ମୁଁ ସେମାନଙ୍କୁ କହିଲି ଝିଅଟା ଟିକେ ହଇରାଣ କଲା, କ'ଣ କି ଉଠିଗଲା ହଠାତ୍, ସେ କାନ୍ଦିଲା ଫଳରେ ତାକୁ ସମେତ ଆମେ ଧରିକିରି ଖାଲି ବୁଲିଲୁ। ଯାହା ଯେମିତି ହଉ ୟାର ଗୋଟେ ପ୍ରକୃତି, ମୋ ଚେଲାର ପିଣ୍ଟୁର, ସେ ବାହାରେ ଖାଇବାକୁ ତାର ବଡ଼ କଷ୍ଟ। ବିରିୟାନୀ ଟୋଟାଲି କ'ଣ ଖାଏନି, ମୁଁ ବି ବିରିୟାନୀ ତ ଭଲ ପାଏ, କିନ୍ତୁ ସେ ଟୋଟାଲି ଖାଏନି। ତାର ଦରକାର ଭାତ ଡାଲି ଆଉ ଚିକେନ ଝୋଳ, ନହେଲେ ମାଛ ଝୋଳ, ଏମିତିଆ ଦରକାର। ତାପରେ ଷ୍ଟାର୍ଟର ଆସି ପହଞ୍ଚିଗଲା, କ'ଣ ମାଛର ଗୋଟେ କ'ଣ ଦେଇଛନ୍ତି, ଆଉ ଚିକେନର ଗୋଟେ କ'ଣ ଦେଇଛନ୍ତି, ସାଲାଡ଼ ଟିକେ ଦେଇଛନ୍ତି। ଦେଖିବା ମାଛର ଏଇଟା କ'ଣ ଦେଇଛନ୍ତି, ଫିସ୍ ଫିଙ୍ଗର, ଆଉ ଗୁଡ଼ାକ ସାଲାଡ଼ ଫାଲାଡ଼, ଚିକେନର କ'ଣ ଗୋଟେ ମଗେଇଥିଲେ ଦେଇଛନ୍ତି ସବୁ। ଯା ଲଲିପପ୍, ଚିକେନ ଲଲିପପ୍ ମଗେଇଛନ୍ତି, ଚିକେନ ଲଲିପପ୍, ଆଚ୍ଛା। ସେଇଠୁ ଆଗ ସେ ମାଛର ଏଇଟାକୁ ଖାଇଲି, ନାଇଁ କିନ୍ତୁ ଟେଷ୍ଟ କିନ୍ତୁ ଭଲ ହେଇଛି। ମୁଁ ଯାହା ଖାଇଲି, ଯାହା ଦେଖିଲି, ଟେଷ୍ଟ ଭଲ ଅଛି, ବଢ଼ିଆ ଟେଷ୍ଟ ଅଛି। ତାପରେ ମୁଁ ଲଲିପପ୍ଟା ମଧ୍ୟ ଖାଇବା ଆରମ୍ଭ କଲି, ଦେଖିବା କେମିତି କ'ଣ ହେଇଛି। ଦେଖିବା ଲଲିପପ୍ର ଟେଷ୍ଟ ବି ଭଲ ଥିଲା। ତାପରେ ଗରମ ଗରମ ମଟନ ବିରିୟାନୀ ଆସି ପହଞ୍ଚିଗଲା। ସିଏ ସେଇଠୁ ତାକୁ ସମସ୍ତଙ୍କୁ ଦେଇ ଦେଉଥାନ୍ତି। ବାସ୍ ସମେତେ ଆମେ କ'ଣ କଲୁ, ଖୁସିରେ ଆନନ୍ଦରେ ବସିକିରି ଖାଇବା ପାଇଁ ବସି ପଡ଼ିଲୁ। ଭଲ ଲାଗୁଥାଏ ବସିକି ଖାଇବା, ଗୋଟେ ଜାଗାରେ ହୋଟେଲ ଆସିଛୁ ତ ବସିକି ଖାଇବା, ଆଉ କ'ଣ ଅଛି ସେଥିରେ କ'ଣ ଅଛି। ବିରିୟାନୀ କିନ୍ତୁ ଭଲ ଟେଷ୍ଟ ଥିଲା, ମୁଁ ଖାଇଲି, କିନ୍ତୁ ବିରିୟାନୀର ଟେଷ୍ଟ ବହୁତ ବଢ଼ିଆ ଥିଲା। ମୁଁ ଅନ୍ୟ ଆଡ଼େ କେତେ ଗୁଡ଼ିଏ ଜାଗାରେ ଖାଇଛି ମଧ୍ୟ, ବିରିୟାନୀ ବେଳେବେଳେ ଖାଏ, ମୋତେ ଏତେ ଭଲ ଲାଗେନି, କିନ୍ତୁ ଏ ଜାଗାରେ ବହୁତ ବଢ଼ିଆ ଲାଗିଲା ଖାଇବାକୁ। ତାପରେ ଝିଅ କାନ୍ଦୁଥାଏ, ଆମ ଖିଆ ପିଆ ସରିଗଲା, ଝିଅ କାନ୍ଦୁଥାଏ, ସେ ଶୋଇପଡ଼ିବ ବୋଲି। ତାପରେ ବିଲ୍ ଫିଲ୍ ପେମେଣ୍ଟ କରି ଆମେ ସେଇଠୁ ତଳକୁ ବାହାରିଲୁ ଯିବା ପାଇଁ। ଏଇ ଦେଖୁନା କେମିତି ହେଉଛି, କେତେ କାନ୍ଦ ଇଲୋ ବୋପାଲୋ। ତାପରେ ଆସିବ ଖାଇବ, ଭୋକ ହେଲାଣି ତାକୁ, ମୁଖ୍ୟ କଥା ତାକୁ ଭୋକ ହେଲାଣି ବୋଲି କାନ୍ଦୁଛି ବସିକିରି। ତାପରେ ଆମେ ତାକୁ ଦୋକାନ ଭିତରେ ବୁଲାବୁଲି କରେଇଲୁ,
ଦୋକାନ ଦେଖେ ଅମକ ଦେଖେ ସମକ ଦେଖେ ତାକୁ ଟିକେ ବାଉଳଉଥାଉ ଘରେ ଯାଇ ପହଞ୍ଚିବା ପର୍ଯ୍ୟନ୍ତ ତାକୁ ଟିକେ ବାଉଳା ଚାଉଳା କରୁଥାଉ ବସିକିରି ଆଉ କ'ଣ କରିବ ଆଉ ଯାହା ଯେମିତି ହଉ ସମସ୍ତେ ତାକୁ ଇଏ କରୁଥାନ୍ତି ବୁଝାଉଥାନ୍ତି ତାପରେ ଜେଜେ ପାଖକୁ ପଳେଇ ଆସିଲା ମୁଁ ତାକୁ ଧରି ପକାଇଲି ମୋ ପାଖରେ ପୁରା ଚୁପ୍ ହଁ ପୁରା ଖୁସିରେ ମୋ ପାଖରେ ରହିଥାଏ ମୋ ସାଙ୍ଗରେ ହସୁଥାଏ ମାନେ ମୁଁ କଥା କହୁଥାଏ ସେ ମୋ କଥା ଯେମିତି ଧ୍ୟାନ ଏକ ଧ୍ୟାନରେ ଶୁଣୁଥାଏ ଜେଜେଙ୍କ ପାଖରେ ଏକଦମ ଚୁପ୍ ହେଇ ବସିଥାଏ ସେ ତାପରେ ଆମେ ସମସ୍ତେ ବାହାରିଲୁ ଯିବା ପାଇଁ ଖିଆପିଆ ସରିଗଲା ସମସ୍ତେ ଆମେ କ'ଣ କଲୁ ନା ବାହାରିଲୁ ଘରକୁ ଯିବା ପାଇଁ କାରଣ ଝିଅକୁ ଭୋକ ହେଲାଣି ସେ ଖାଇବ ତେଣୁ ଆଉ ଏଠି ନୃତ୍ୟ ନ କରିକି ଆମେ ବାହାରିଲୁ ଘରକୁ ଯିବା ପାଇଁ ତାପରେ ସମସ୍ତେ ଆସିଲୁ ଗୋଟେ ଭଲ ଲାଗିଲା ଗୋଟେ ହୋଟେଲର ଜର୍ଣ୍ଣି ମୋତେ ଭଲ ଲାଗିଲା ବେଳେବେଳେ ଖାଇଲେ ବି ଭଲ ଲାଗିବ ବୋଲି ଭାବୁଛି।